ସକାଳେ ଏକ୍ସରସାଇଜ୍ କରିବାର ଆବଶ୍ୟକତା ରହିଛି ଏବଂ एक्चुअली सकाले सबुदिन सकाले शारीरिक व्यायाम करिवार आवश्यक अछि एवं मानसिक शारीरिक सुस्थ रखिबा पई ई समाज को सुस्थ रखिबा पई शारीरिक प्रशिक्षण आवश्यकता अछि। तेणु आउ जेहेतु यही भली जगार जो शारीरिक व्यायाम करा जाए जो भली जगह जो कि प्रकृतिर भरपूर थिवो गछलता भरपूर थिवो सही जगार एक्सरसाइज करिवार आवश्यक अछि। एक्चुअली आम ग्राम UB52 रे फॉरेस्ट डिपार्टमेंट द्वारा एक नर्सरी तैयारी करा जाइतिला एवं गछ गुड़ाक बहुत बड़ बड़ हो जाइछि। तेणु सही पाखरे एक्चुअली बहुत परिमाण रे निम्ब गछ लगा जाइछि। एक्चुअली आमको अधिका ऑक्सीजन दिए निम्ब गछ एवं पिपुल गछ एवं तुलसी गछ एवं बहुत प्रकार गछ अच्छी जहाँकि आमको अधिक परिमाण रे अम्लजान दिए। तेणु ये जगह वर्तमान निम्ब गछ बहुत परिमाण रे लगी। एक्चुअली समस्ते उमरकोट UB52 मिक्स फार्म शिव मंदिर पछुआड़े जो फॉरेस्ट नर्सरी कराही फॉरेस्ट नर्सरी रे बहुत गुड़ाए अधारू अधिका निम्ब गछ लगा जाइछि एवं शिव मंदिर पछुआड़े गोटे पड़िया अच्छी एवं जो मानू अधिका ऑक्सीजन दरकार अधिका अम्लजान दरकार आपण यही पाखे आसी व्यायाम करिपारिबे एवं आपण माने जोठी मध्य रुहंतु सकाळे संध्या बेले शारीरिक कसरत टिके करंतु एवं गछ मूले ही करंतु। जदि निम्ब गछ थिबो से निम्ब गछ पाखरे मध्य निम्ब गछ तले मध्य शारीरिक कसरत करंतु। एक्चुअली सबुठारु बड़ जिनस होची आम शरीरर सबुठारु इम्पोर्टेंट होची आत्मसुरक्षा। मनीष जो जगार जानतु ना कहीं
ନିଜକୁ ସୁରକ୍ଷା ଦେବା ପାଇଁ କୌଶଳ ଜାଣିଥିବାର ଆବଶ୍ୟକ ଅଛି। ଯଦି ନିଜକୁ ସୁରକ୍ଷା ଦେଇ ନ ପାରିବେ ସେ କୌଣସି ଜାଗାରେ ସୁରକ୍ଷିତ ନୁହେଁ। ଆଉ ବର୍ତ୍ତମାନ ପରିସ୍ଥିତି ଯାହା ହେଇ ଚାଲିଛି, ଏହି ସମୟରେ ଝିଅମାନଙ୍କର ପାଇଁ ଏହି ସମୟରେ ନୁହେଁ, ସତ୍ୟ ଯୁଗରୁ ହେଇ ଆସିଛି। ମା ଦୁର୍ଗା ଉପରେ ମହିଷାସୁର କୁଦୃଷ୍ଟି ପକାଇଥିଲେ ଏବଂ ମା ଦୁର୍ଗା ସେ ମଧ୍ୟ ଜଣେ ଝିଅ ଥିଲେ। ତେଣୁ ତାଙ୍କେ ମହିଷାସୁରକୁ ବଧ କରିଥିଲେ, ନିଜକୁ ସୁରକ୍ଷା କରିଥିଲେ। ତାପରେ ତ୍ରେତା ଯୁଗରେ ସୀତାଙ୍କୁ ରାବଣ ଯେଉଁ ଅପହରଣ କରିଥିଲେ, ସେତେବେଳେ ମଧ୍ୟ ନାରୀ ଅସୁରକ୍ଷିତ ଥିଲେ। କିନ୍ତୁ ଭଗବାନ ରାମ ରାବଣ ସହିତ ଯୁଦ୍ଧ କରି ସୀତାଙ୍କୁ ପୁଣି ଫେରାଇ ଆଣିଲେ। ତାପରେ ଦ୍ୱାପର ଯୁଗରେ ଦ୍ରୌପଦୀ ବସ୍ତ୍ର ହରଣ, ଦ୍ରୌପଦୀଙ୍କୁ କୁରୁବଂଶ ବସ୍ତ୍ର ହରଣ କରିଥିଲେ। କିନ୍ତୁ ସେହି ସମୟରେ ଦ୍ରୌପଦୀ ନିଜକୁ ଆତ୍ମସୁରକ୍ଷା କରିବାର ଅସମର୍ଥ ହୋଇଥିଲେ। ସେହି ଜାଗାରେ ଦ୍ରୌପଦୀଙ୍କର ବସ୍ତ୍ର ହରଣ ହେଇଯାଇଛି। ସେହି ସମୟରେ ଭଗବାନ ପୁଣି ତାଙ୍କୁ ବସ୍ତ୍ର ଦେଲେ। ଆଉ ତାଙ୍କେ ସେ ଲଜ୍ଜିତରୁ ନିଜକୁ ବଞ୍ଚିତ ହେଲେ। ଆଉ କଳି ଯୁଗରେ ବର୍ତ୍ତମାନ ଭଗବାନ କହିଛନ୍ତି, କଳି ଯୁଗରେ ମୁଁ ଅସ୍ତ୍ର ଧରିବି ନାହିଁ। ତେଣୁ ମହାପ୍ରଭୁ ଜଗନ୍ନାଥ, ତାଙ୍କର ହାତ ନାହିଁ, ତାଙ୍କେ ଅସ୍ତ୍ର ଧରି ପାରିବେ ନାହିଁ। ଯେ ତାଙ୍କେ କହିଛନ୍ତି ମୁଁ ଅସ୍ତ୍ର ଧରିବି ନାହିଁ, କିନ୍ତୁ ମୁଁ ଖାଲି ଦେଖୁଥିବି। ଯେ ଯେମିତି କର୍ମ କରିବେ ତାକୁ ସେଇ କର୍ମର ଫଳ ମିଳିବ। ତେଣୁ କଳି ଯୁଗରେ ଭଗବାନ ଆଉ କାହାକୁ ବସ୍ତ୍ର ଦେଇ ସୁରକ୍ଷା ଦେଇପାରିବେ ନାହିଁ। ତେଣୁ ଆତ୍ମସୁରକ୍ଷାର କୌଶଳ ଆବଶ୍ୟକ। ଯଦି ଆତ୍ମସୁରକ୍ଷାର କୌଶଳ ନ ଶିଖିବେ ତାହେଲେ ଯେକୌଣସି ଜାଗାରେ ଯାଇ ବିପଦରେ ପଡ଼ିପାରିବେ। ଏମିତିକି ଘର ଭିତରେ ଥାଇକି ମଧ୍ୟ ବିପଦରେ ପଡ଼ିପାରିବେ। ଏବଂ ଯଦି ଆତ୍ମସୁରକ୍ଷାର କୌଶଳ ଜାଣିଥିବେ ତାହେଲେ ଘର କ'ଣ, ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡରେ ମଧ୍ୟ ବୁଲି ପାରିବେ, ନିଜକୁ ନିଜେ ସୁରକ୍ଷା ଦେଇପାରିବେ। ତେଣୁ ବର୍ତ୍ତମାନର ଆବଶ୍ୟକ ସମସ୍ତ ଗର୍ଲସମାନଙ୍କୁ, ସମସ୍ତ ଝିଅମାନଙ୍କୁ, ସମସ୍ତ ନାରୀମାନଙ୍କୁ ଆତ୍ମସୁରକ୍ଷାର କୌଶଳ ଶିକ୍ଷା ନେବାର ଆବଶ୍ୟକ ଅଛି। ओके, जय हिंद।